ଦଶମ ପାସ୍ କରିଥିବା ପିଲାଙ୍କ ପାଇଁ ବଡ଼ ସୁଯୋଗ। ଡାକ ବିଭାଗରେ ବାହାରିଲା 21,000 ପଦବୀ। ତେବେ କ'ଣ ରହିଛି ସମ୍ପୂର୍ଣ୍ଣ ଅପଡେଟଟି ଆସନ୍ତୁ ଜାଣିବା। ତା ପୂର୍ବରୁ ଭଲ ପାଇବା ସ୍ୱରୂପ ଭିଡ଼ିଓଟିକୁ ଲାଇକ୍ ଆଉ ସେୟାର କରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ। ଭାରତୀୟ ଡାକ ବିଭାଗ ବମ୍ପର ନିଯୁକ୍ତି ଘୋଷଣା କରିଛି। ଭାରତୀୟ ପୋଷ୍ଟ ଡାକ ବିଭାଗର ବିଭିନ୍ନ କାର୍ଯ୍ୟାଳୟରେ ଗ୍ରାମୀଣ ଡାକ ସେବକ ପଦବୀ ପାଇଁ ନିଯୁକ୍ତି ପାଇଁ ଏକ ବିଜ୍ଞପ୍ତି ଜାରି କରିଛି। ଇଣ୍ଡିଆ ପୋଷ୍ଟ ପକ୍ଷରୁ ଗ୍ରାମୀଣ ଡାକ ସେବକଙ୍କ 21,413ଟି ପଦବୀ ପାଇଁ ନିଯୁକ୍ତି ଘୋଷଣା କରାଯାଇଛି। ଦଶମ ଶ୍ରେଣୀ ପାସ୍ କରିଥିବା ପ୍ରାର୍ଥୀଙ୍କ ପାଇଁ ସରକାରୀ ଚାକିରି ପାଇବା ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ। ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ ଭାରତୀୟ ପୋଷ୍ଟର ଅଫିସିଆଲ ୱେବସାଇଟ୍ ଇଣ୍ଡିଆ ପୋଷ୍ଟ GDS online.gov.inରେ ଏହି ନିଯୁକ୍ତି ପାଇଁ ଆବେଦନ କରିପାରିବେ। ଭାରତୀୟ ଡାକ ବିଭାଗର ଏହି ନିଯୁକ୍ତି ପାଇଁ ପୁରୁଷ ଏବଂ ମହିଳା ଉଭୟ ଆବେଦନ କରିପାରିବେ। ଯୋଗ୍ୟ ପ୍ରାର୍ଥୀମାନେ ଏହି ପଦବୀ ପାଇଁ 3 ମାର୍ଚ୍ଚ 2025 ପର୍ଯ୍ୟନ୍ତ ଇଣ୍ଡିଆ ପୋଷ୍ଟ GDS online.gov.inରେ ଆବେଦନ କରିପାରିବେ। ଏହାପରେ ମାର୍ଚ୍ଚ 6ରୁ 8 ତାରିଖ ଭିତରେ ଫର୍ମ ସଂଶୋଧନ କରିପାରିବେ। ତେବେ ଆସନ୍ତୁ ଜାଣିବା କ'ଣ ରହିଛି ବୟସ ସୀମା। ଗ୍ରାମୀଣ ଡାକ ସେବକ ପଦବୀ ପାଇଁ 3 ମାର୍ଚ୍ଚ 2025 ସୁଦ୍ଧା 18ରୁ 40 ବର୍ଷ ଭିତରେ ରହିଥିବା ଜରୁରୀ। ତେବେ ଏଥିପାଇଁ ଆଶାୟୀଙ୍କୁ କେବଳ ଦଶମ ପାସ୍ କରିଥିବା ଆବଶ୍ୟକ। ତେବେ କେତେ ଟଙ୍କା ରହିଛି ଆବେଦନ ଫି? GDS ନିଯୁକ୍ତି ପାଇଁ ଜେନେରାଲ, OBC ଏବଂ EWS ବର୍ଗର ପ୍ରାର୍ଥୀଙ୍କୁ 100 ଟଙ୍କା ଆବେଦନ ଫି ଦେବାକୁ ପଡ଼ିବ, ଯେତେବେଳେ କି SC, ST, PWD ଏବଂ ମହିଳାଙ୍କ ପାଇଁ ଆବେଦନ ମାଗଣା ରହିଛି। ଆବେଦନ ଫି ଅନଲାଇନ ମୋଡ୍ ମାଧ୍ୟମରେ ପୈଠ କରିବାକୁ ପଡ଼ିବ। ଆବେଦନ କରିବାର ଲିଙ୍କ ଡେସ୍କ୍ରିପସନ ବକ୍ସରେ ଦିଆଯାଇଛି। ଏହାକୁ କ୍ଲିକ୍ କରି ଆପଣ ଆବେଦନ କରିପାରିବେ। ତେବେ ଏହା ଥିଲା ସମ୍ପୂର୍ଣ୍ଣ ଅପଡେଟଟି। ଭିଡ଼ିଓଟି ଭଲ ଲାଗିଥିଲେ ଭିଡ଼ିଓଟିକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବାକୁ ଭୁଲନ୍ତୁ ନାହିଁ। ଧନ୍ୟବାଦ।